ବର୍ତ୍ତମାନ ଟାଇମ୍ରେ ଗୋଟେ ବହୁତ ବଡ଼ ଖୁସି ଖବର ଆସିଯାଇଛି। ବ୍ୟାଙ୍କ ତରଫରୁ ନିଯୁକ୍ତି ଆସୁଛି। ଟୋଟାଲ ପୋଷ୍ଟ 4455। ଅନଲାଇନ୍ ଡେଟ୍ ଅଲରେଡ଼ି ଷ୍ଟାର୍ଟ ହେଇଗଲାଣି। ଅଗଷ୍ଟ 1ରୁ ଷ୍ଟାର୍ଟ ହେଇଗଲାଣି। ଅଗଷ୍ଟ 21 ହେଉଛି ଲାଷ୍ଟ ଡେଟ୍। ଓକେ, ତ ନିହାତି ଭାବରେ ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖନ୍ତୁ। ସବୁ କିଛି ଡିଟେଲ୍ସ କହିଦେବି। କେମିତି ଆପ୍ଲାଏ କରିବ, କ'ଣ କଲେ ତମେ ଏକ୍ଜାମ୍ କ୍ୱାଲିଫାଏ କରିପାରିବ, ସବୁ କିଛି ଡିଟେଲ୍ସ କହିବି। ବିନା ସ୍କିପ୍ରେ ଭିଡ଼ିଓ ଦେଖ। ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖ। ଫାଷ୍ଟ ଆମ ଚ୍ୟାନେଲକୁ ଭିଜିଟ୍ କରିଥିଲେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କର, କାରଣ ଏମିତି ଭଲ ଭଲ ଜବ୍ ଅପଡ଼େଟ୍ ଆପଣମାନେ ଦେଖିବାକୁ ପାଇଯିବେ। ଆଉ ନିହାତି ରିକ୍ୱେଷ୍ଟ କରି କହିବି ଯେ ନିହାତି ଭାବରେ ଭିଡ଼ିଓକୁ ମଧ୍ୟ ସେୟାର କରିଦିଅନ୍ତୁ। ଯେଉଁମାନେ ଇଲିଜିବଲ୍ ହୋଇପାରିବେ ଏଇ ଜବ୍ ପାଇଁ ସିଏ ମଧ୍ୟ ପକାଇ ପାରିବେ ଆରାମସେ, ସିଏ ମଧ୍ୟ ଜବ୍ ପାଇଁ କ୍ୱାଲିଫାଇ କରିପାରିବେ। ବହୁତ ବଢ଼ିଆ ଅପରଚ୍ୟୁନିଟି ରହୁଛି। ମୁଁ ଆପଣଙ୍କୁ ମଧ୍ୟ କହିଥିଲି ବର୍ତ୍ତମାନ ଟାଇମ୍ରେ ବ୍ୟାଙ୍କ ଜବ୍, ଆପଣମାନେ ଯେଉଁ ବ୍ୟାଙ୍କ ଜବ୍ କରିବାକୁ ଚାହୁଁଛନ୍ତି, ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଇଗଲା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଇଗଲା, ଇଣ୍ଡିଆନ୍ ବ୍ୟାଙ୍କ ହେଇଗଲା, ଆପଣମାନେ ଏହି ଫର୍ମଟି ପକାଇ ପାରିଲେ ଆପଣ ଯେଉଁ ବ୍ୟାଙ୍କରେ ଚାହିଁବେ ଜବ୍ ମଧ୍ୟ କରିପାରିବେ। ବହୁତ ବଢ଼ିଆ ଅପରଚ୍ୟୁନିଟି ରହୁଛି। ନିହାତି ଭାବରେ ଫର୍ମଟି ଆପ୍ଲାଏ କରିପାରିବେ। ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖିଲେ ନିହାତି ଭାବରେ ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିପାରିବେ। ଠିକ୍ ଅଛି, ତ କେଉଁ ୱେବସାଇଟ୍ରେ ଯାଇକି ଆପ୍ଲାଏ କରିପାରିବେ, ସବୁ କିଛି ଡିଟେଲ୍ସ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ପାଇପାରିବେ। ଟେନସନ୍ ଆଉ କିଛି ଦରକାର ନାହିଁ। ବର୍ତ୍ତମାନ ମୁଁ OTV ଅଫିସିଆଲ୍ ୱେବସାଇଟ୍, ବର୍ତ୍ତମାନ ଜାଣିଥିବ OTV ହେଉଛି ଓଡ଼ିଶା ନମ୍ବର 1 ନ୍ୟୁଜ୍ ଚ୍ୟାନେଲ୍ସ। ଓକେ, ତ ତଥାପି ମୁଁ ତୁମକୁ ଅଫିସିଆଲ୍ ୱେବସାଇଟ୍ ତା'ର ଫୁଲ୍ ନୋଟିଫିକେସନ୍ ମଧ୍ୟ ମୁଁ ତୁମକୁ ପଢ଼ାଇ ଦେବି। ଓକେ, ଟେନସନ୍ ଆଉ କିଛି ଦରକାର ନାହିଁ। ଆପଣମାନେ ଦେଖିପାରୁଥିବେ IPPS ଦେବ 4455 ଚାକିରି। ଅନଲାଇନ୍ ଡେଟ୍ ଅଲରେଡ଼ି ଷ୍ଟାର୍ଟ ହେଇଗଲାଣି। ବୁଝିଗଲା ତ, ଅଗଷ୍ଟ 1ରୁ ଷ୍ଟାର୍ଟ ହେଇଗଲାଣି। ତେଣୁ ମୁଁ ରିକ୍ୱେଷ୍ଟ କରି କହୁଛି ଯେତେ ପାରୁଛ ସେତେ ଭିଡ଼ିଓ ମଧ୍ୟ ସେୟାର କରିଦିଅ। IBPS ପକ୍ଷରୁ ଜାରି ହେଲା ନିଯୁକ୍ତି ବିଜ୍ଞପ୍ତି। ଅଗଷ୍ଟ 1ରୁ ତାରିଖରୁ ଆରମ୍ଭ ହେଉଛି ପ୍ରକ୍ରିୟା। ବିଭିନ୍ନ ବ୍ୟାଙ୍କରେ CRP, PO, MT ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ IBPS.in କୁ ଯାଇକି ରେଜିଷ୍ଟ୍ରେସନ୍ କରିପାରିବେ। ଓକେ, ଏଇଠି ଲେଖା ହେଇଛି ଅଗଷ୍ଟ 21 ତାରିଖ ଆବେଦନ ପ୍ରକ୍ରିୟା ଶେଷ ତାରିଖ। ଅଗଷ୍ଟ 1ରୁ 21 ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ୍ କରିବା ସହ ଆପଣମାନେ ଆବେଦନ କରିବାକୁ ହେବ ଏବଂ ପେମେଣ୍ଟ ମଧ୍ୟ କରିବାକୁ ହେବ। ଏହାର ମଧ୍ୟ ଆପ୍ଲିକେସନ୍ ଫି ରହିଛି, ମାନେ ଆପଣ ଯେଉଁ ଅନଲାଇନ୍ ଫର୍ମ ଆପ୍ଲାଏ କରିବେ ଆପ୍ଲିକେସନ୍ ଫି ମଧ୍ୟ ରହୁଛି। କେତେ ଟଙ୍କା ପଡ଼ିବ, ଆଉ ଏଜ୍ କ'ଣ ନେଉଛି, ଓ କ୍ୱାଲିଫିକେସନ୍ କ'ଣ, ସବୁ କିଛି ଡିଟେଲ୍ସ ମଧ୍ୟ କହିଦିଏ। ଟେନସନ୍ ନେବା କିଛି ବି ଦରକାର ନାହିଁ। ବର୍ତ୍ତମାନ ମୁଁ ତୁମକୁ ତା'ର ଯେଉଁ ନୋଟିଫିକେସନ୍ ତୁମକୁ ପଢ଼ିକି ପୁରା ଫୁଲ୍ ଡିଟେଲ୍ସ ଦେଖାଇ ଦେଉଛି। ତ ବର୍ତ୍ତମାନ ମୁଁ ଅଲରେଡ଼ି ତା'ର ଫୁଲ୍ ନୋଟିଫିକେସନ୍ ପେଜ୍ ପଳେଇ ଆସିଛି। ଆପଣ ଯଦି ଏଇ PDFଟି ଦରକାର ହେଉଛି ତ ନିହାତି ଭାବରେ ଡେସ୍କ୍ରିପସନ୍ ବକ୍ସରେ ଆମ ଟେଲିଗ୍ରାମ ଗ୍ରୁପ୍ ରହୁଛି, ସେଇଠି ଜଏନ୍ କରିକି ଏଇ PDF ମଧ୍ୟ ନେଇପାରିବ। ଓକେ, କମନ୍ ରିକ୍ରୁଟମେଣ୍ଟ ପ୍ରୋସେସ୍ ଫର୍ ରିକ୍ରୁଟମେଣ୍ଟ ଅଫ୍ ପ୍ରୋବେସନାରୀ ଅଫିସର ଆଣ୍ଡ ମ୍ୟାନେଜମେଣ୍ଟ ଟ୍ରେନିଂ ଇନ୍ participating banks. Okay, for vacancy of 2025 to 26. Okay, ତ ଫାଷ୍ଟ କରି ମୁଁ ତୁମକୁ କହିଦେଉଛି, ଅଲରେଡ଼ି ବି କହିଦେଇଛି ପ୍ରଥମରୁ। ଅନଲାଇନ୍ ଫାଷ୍ଟ ଡେଟ୍ର କ'ଣ ରହୁଛି ନା ଅଗଷ୍ଟ 1ରୁ ଆର ଅଲରେଡ଼ି ଆପ୍ଲାଏ ହେଇଗଲାଣି। ଅଗଷ୍ଟ 21 ହେଉଛି ଲାଷ୍ଟ ଡେଟ୍। ଓକେ, ପେମେଣ୍ଟ ଅଫ୍ ଆପ୍ଲିକେସନ୍ ଫିସ୍ ମାନେ ତା'ର ହେଉଛି ସେଇ ଅଗଷ୍ଟ 1ରୁ ଅଗଷ୍ଟ 21 ଭିତରେ ତୁମର ସେଇ ଆପ୍ଲିକେସନ୍ ଫିସ୍ଟା ଦେବାକୁ ପଡ଼ିବ। ଆପ୍ଲିକେସନ୍ ଫିଟା ଅନଲାଇନ୍ରେ ଦେବାକୁ ପଡ଼ିବ। ତ ଯେତେବେଳେ ବି ଅନଲାଇନ୍ ଆପ୍ଲାଏ କରୁଛ ସେତେବେଳେ ତୁମର ଆପ୍ଲିକେସନ୍ ଫି ମାଗେ। ଡାଇରେକ୍ଟ ତୁମେ ଫୋନ୍ପେ, ପେଟିଏମ୍ ଥ୍ରୁରେ ମଧ୍ୟ ତୁମେ ଯେଉଁମାନେ ଯଦି ବି ତୁମେ କୌଣସି କମ୍ପ୍ୟୁଟର ଦୋକାନରେ ଯାଇକି କରୁଛ ସେଇଟା କହିବ କି ମୋତେ ଏଇ ଜବ୍ ଆପ୍ଲାଏ କରିବାର ଅଛି, ନିହାତି ଭାବରେ ଯାଇକି ମଧ୍ୟ ଆପ୍ଲାଏ କରିପାରିବ। ନିଜ ମୋବାଇଲରେ ମଧ୍ୟ ଆପ୍ଲାଏ କରିପାରିବ। ଅଫିସିଆଲ୍ ୱେବସାଇଟ୍ ମୁଁ ଅଲରେଡ଼ି ମଧ୍ୟ କହିଦେଇଛି www.iPPS.in। ଓକେ, ଲଗ୍ଇନ୍ କରିବାକୁ ହେଲେ ତୁମେ ବି ଅଫିସିଆଲ୍ ୱେବସାଇଟ୍ ଅଲରେଡ଼ି ବି ଶୋ କରିଦେଇଛ। ଓକେ, ଆଉ ଆର ଯେଉଁ ଆମର କଣ୍ଡକ୍ଟ ଅଫ୍ ପ୍ରି ଏକ୍ଜାମ୍ ଟ୍ରେନିଂ PET ଯାହାକୁ ଆମେ କହୁଛେ ସେପ୍ଟେମ୍ବର ମାସରେ ହେବ। ଠିକ୍ ଅଛି, ଅଲରେଡ଼ି ମୁଁ ଏଇଠି ଦେଖାଇ ଦେଉଛି। ଆଉ ଡାଉନଲୋଡ଼ ଅଫ୍ କଲ୍ ଲେଟର୍ ଫର୍ ଅନଲାଇନ୍ ଏକ୍ଜାମିନେସନ୍ ପ୍ରିଲିମିନାରୀ, ତା'ର ଏକ୍ଜାମିନେସନ୍ ଅକ୍ଟୋବର ମାସରେ ହେବ। ଆଡମିଟ୍ କାର୍ଡ଼ ମଧ୍ୟ ସେ ଅକ୍ଟୋବର ମାସରେ ଆସିବ। ଆଉ ତା'ର ରେଜଲ୍ଟ ମଧ୍ୟ ମାସେ ଲାଗିବ। ମାସେ 15-20 ଦିନ ଭିତରେ ରେଜଲ୍ଟ ଆସିଯିବ। ଅକ୍ଟୋବର ନଭେମ୍ବର ରେଜଲ୍ଟ ଆସିଯିବ। ଆଉ ତା'ର ମେନ୍ ଏକ୍ଜାମ୍ ହେବ ନଭେମ୍ବର ମାସରେ। ତ ମୁଁ ଦେଖିବ ତ ଡାଉନଲୋଡ଼ ଅଫ୍ କଲ୍ ଲେଟର୍ ଫର୍ ଅନଲାଇନ୍ ଏକ୍ଜାମିନେସନ୍। ଓକେ, ତା'ର ଯେଉଁ ଆଡମିଟ୍ କାର୍ଡ଼ ନଭେମ୍ବର ମାସରେ ଆସିବ। ଏକ୍ଜାମ୍ ମଧ୍ୟ ହେଇଯିବ ନଭେମ୍ବର ମାସରେ। ଓକେ, ଆଉ ତା'ର ଟୋଟାଲ୍ ରେଜଲ୍ଟ ଡିକ୍ଲେୟାର ହେଇଯିବ। ମେନ୍ ଏକ୍ଜାମ୍ ଡିସେମ୍ବରରୁ ଜାନୁଆରୀ ଭିତରେ ହେଇଯିବ। ତାପରେ ତୁମର ଇଣ୍ଟରଭ୍ୟୁ ଦେବାକୁ ଡାକିବେ। ଜାନୁଆରୀ ଫେବୃଆରୀ 2025ରେ ତୁମକୁ ଇଣ୍ଟରଭ୍ୟୁ ନେବେ। ଟୋଟାଲ୍ ତୁମକୁ ଜଏନିଂ ଏପ୍ରିଲ ମାସରେ 2025 ଏପ୍ରିଲ ମାସରେ ହେଇଯିବ। ବହୁତ ବଢ଼ିଆ ଜବ୍ ରହୁଛି। ତ ଆପଣମାନେ ଏଇ ଷ୍ଟେପ୍ ଦେଇକି ଗଲେ ଫାଷ୍ଟ କରି PET ହେବ। PETରେ ଏମିତି କିଛି ନଥାଏ। ଫାଷ୍ଟ ଆଡମିଟ୍ କାର୍ଡ଼ ପ୍ରିଲିମିନାରୀ ଅକ୍ଟୋବର ମାସରେ ହେବ।
क्वालिफाई हेले नवेम्बर मासरे तुम दब मेन एग्जाम तार क्वालिफाई हेले इंटरव्यू दब देखिए जब बहुत बढ़िया अपॉर्चुनिटी रोचे ओके आपण मैंने निहत भाव जब टी ओके तो निहत भाव भल से पाठ पढ़ापढ़ी कले निहत भाव आपण मैंने जॉब टी बजे पारे ओके तो फास्ट करी मुझे कहीदे फुल डिटेल्स ओके आमर को बैंक चाकरी रोचे बैंक ऑफ बड़ौदा मुझे तुमको प्रथम कही टोटाल पोस्ट के 4455 को बैंक चाकरी रोचे बैंक ऑफ बड़ौदा कैनाडा बैंक इंडिया सब्सिडी बैंक यूको बैंक बैंक ऑफ इंडिया सेंट्रल बैंक ऑफ इंडिया पंजाब नेशनल बैंक यूनियन बैंक ऑफ इंडिया बैंक ऑफ महाराष्ट्र इंडियन बैंक पंजाब एंड सिंध बैंक माने आपण माने जो बैंक रे चाकरी कर चाहते आपण से बैंक चाकरी करेंगे ठीक अच्छे आउ इलिजिबल कैटेगरी कौन रोचे आपण मैंने टोटाल्स पढ़ी पारे जोटा मेन मेन पॉइंट मुझे तुमको पढ़ी दूसरी ओके तो फास्ट करके एज मिनिमम एज हूँ 20 वर्ष मैक्सिमम हूँ 30 वर्ष आउ एस सी एस टी कास्ट बिलंगस करते 5 वर्ष एज रिलेसन रोबीसी रु कास्ट बिलंगस करते 3 वर्ष एज रिलेसन रही तुम कौन डिजेबिलिटी पर्सन रोच 10 वर्ष एक्स सर्विसमैन को 5 वर्ष ओके बहुत खास कर बहुत माने अच्छी तार नोटिफिकेशन ओके आपने पढ़ी पारे जोड़ा जोड़ा मेन पॉइंट तुमको पढ़े दूसरी ओके अगर तापर कथा है कि तुम एजुकेशन क्वालिफिकेशन कौन रोचे ओके एजुकेशन क्वालिफिकेशन आपण मैंने प्लस 3 कंप्लीट कर दरकार ओके अगस्ट 21 2024 पूर्व आपण मैंने ग्रेजुएशन कंप्लीट कर दरकार से ऑलरेडी कहीदी ए डिग्री ग्रेजुएशन इन एनी डिसिप्लिन फ्रॉम ए यूनिवर्सिटी रिकग्नाइज्ड बाय द गवर्नमेंट ऑफ इंडिया और एनी इक्विवेलेंट क्वालिफिकेशन रिकग्नाइज्ड सच by the central government. The candidate must be passed valid mark sheet degree certificate that he and she is a graduated on the day she registration and indicate the percentage of mark obtained in graduation will be registering online okay से ऑलरेडी मेंशन कर देछि जेतले तुम ऑलरेडी अप्लाई फॉर्म टी अप्लाई करबो सेत तुम ऑलरेडी परसेंटेज केते परसेंटेज होई प्लस 3 ऑलरेडी तुम लेखिबो ठीक अछि आउ मिनिमम तुमको प्लस 3 पास कर दरकार एमती ना केते परसेंट तुम रखीच एमती ना तो मिनिमम जब प्लस 3 पास कर आपण मैंने जॉब पर एलिजिबल हो पार बहुत बढ़िया जॉब रोचे बहुत बढ़िया पोस्ट अच्छी 4455 ओके तो निहत भाव अप्लाई करूँ अप्लाई ऑलरेडी भी आपण मानू कहीदे यही ऑफिशियल वेबसाइट अप्लाई करेंगे ओके ना कौन जनसेवा केन्द्र को नेटप्लर को जाकि अप्लाई करेंगे ओके यही आज अपडेट ओके तो रोचे देखा नेक्स्ट वीडियो से जय जगन्नाथ।